घर भितर 3 दिन धरी रहिथिबा स्कूटी नामरे चालाण कटिबाकू नेई एबे प्रश्न उठिछे। गंजाम जिला हिंजळीकाटु ब्लॉक अंतर्गत कंटाईकोळी ग्रामरो एभଳି अभियोग आसिछे। गाड़ी मालिक नार्सु साहुଙ୍କ କହିବା ଅନୁଯାୟୀ ତାଙ୍କ ସ୍କୁଟି OD07U8262 ଗତ 3 ଦିନ ଧରି ଘର ଭିତରେ ରହିଥିଲା। ଚାଷ କାମରେ ବ୍ୟସ୍ତ ଥିବାରୁ ସେ ସ୍କୁଟିକୁ ଘରୁ ବାହାର କରିନଥିଲେ। ତେବେ ଗତକାଲି ସନ୍ଧ୍ୟା ପ୍ରାୟ 7:55 ସମୟରେ ତାଙ୍କ ମୋବାଇଲକୁ ଆରଟିଓ ପକ୍ଷରୁ ଚାଲାଣ ସମ୍ପର୍କିତ ଏକ ମେସେଜ ଆସିଥିବା ସେ କହିଛନ୍ତି। ମେସେଜରେ ଥିବା ଲିଙ୍କ ଖୋଲିବା ପରେ ଚାଲାଣର ବିବରଣୀ ଦେଖାଯାଇଥିଲା। ହେଲମେଟ ନ ପିନ୍ଧିବା ଏବଂ ଡ୍ରାଇଭିଂ ଲାଇସେନ୍ସର ବୈଧତା ସମାପ୍ତ ହେବା ଭଳି ଅଭିଯୋଗରେ 2ଟି ଦଫାରେ ଚାଲାଣ କଟିଥିବା ଜଣାପଡ଼ିଛି। ତେବେ ଚାଲାଣ କେଉଁ ସ୍ଥାନରେ କେଉଁ କ୍ୟାମେରା କିମ୍ବା କେଉଁ ଛବି ଆଧାରରେ କଟିଛି ସେ ନେଇ ସ୍ପଷ୍ଟ ତଥ୍ୟ ନଥିବା ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ। ଘରୁ ସ୍କୁଟି ବାହାରି ନଥିବା ସତ୍ତ୍ୱେ ଚାଲାଣ କିପରି କଟିଲା ତାହାକୁ ନେଇ ନାର୍ସୁ ସାହୁ ପ୍ରଶ୍ନ ଉଠାଇଛନ୍ତି। ଏହା ଆରଟିଓ ବ୍ୟବସ୍ଥାର କୌଣସି ପ୍ରାଯୁକ୍ତିକ ତ୍ରୁଟି ନା ଅନ୍ୟ କେହି ତାଙ୍କ ଗାଡ଼ି ନମ୍ବର ବ୍ୟବହାର କରୁଛି ତାହାର ତଦନ୍ତ ଦାବି କରିଛନ୍ତି। ଘଟଣାର ସଠିକ ଯାଞ୍ଚ ନ ହେବା ପର୍ଯ୍ୟନ୍ତ ଚାଲାଣ ଦେବେ ନାହିଁ ବୋଲି ଗାଡ଼ି ମାଲିକ କହିବା ସହ ତଦନ୍ତ ପରେ ତାଙ୍କ ଗାଡ଼ି ଉପରୁ ଚାଲାଣ ହଟାଇବାକୁ ନିବେଦନ କରିଛନ୍ତି। ତେବେ ପ୍ରକୃତରେ ଚାଲାଣ କେଉଁ ଆଧାରରେ କଟିଛି, ଏଥିରେ କୌଣସି ପ୍ରାଯୁକ୍ତିକ ତ୍ରୁଟି ରହିଛି ନା ଗାଡ଼ି ନମ୍ବର ଅପବ୍ୟବହାର ହୋଇଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଗଞ୍ଜାମ ଜିଲ୍ଲାରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ ଓଡ଼ିଆ।